ପିଲାମାନେ ସେତେ କଷ୍ଟ କୌଣସି ବିଷୟ ନୁହେଁ। ଯେତେ ବି ସବୁ ଅଛି ଟପିକ୍, ତୁମମାନଙ୍କର ସମସ୍ତ ଟପିକ୍ରେ ସିଲେକ୍ସନ୍ କ୍ୱେଶ୍ଚନ୍ ଏଇଠାରେ ମୁଁ ଡିସ୍କସନ୍ କରେଇଦେବି ହେଲା। ଆଜି ଆମେ ସାଂସ୍କ୍ରିଟ ଟପିକ୍ଟା ଆଲୋଚନା କରିବା। ଆଉ ପିଲା ମନେ ରଖ, ଯାହା ବି କହୁଛି ତାକୁ ଟିକେ ଧ୍ୟାନ କରି ମାନେ 2 ଥର 3 ଥର ଶୁଣ, 2-3 ଥର ଶୁଣ, ଆଉ କୌଣସି ଦରକାର ନାହିଁ। କାରଣ ପରୀକ୍ଷା ସମୟ ଆସିଲାଣି, କେବଳ ଶୁଣୁଥାଅ, ମନ ଦେଇକି ଶୁଣ। ଆସ ତେବେ ଆମେ କ'ଣ କରିବା, ଆଲୋଚନା ଆଡ଼କୁ ଯିବା। ସମସ୍ତଙ୍କୁ ସୁପ୍ରଭାତ। ବହୁତ ଦିନ ପରେ ଆଜି ଆମେ ସେକେଣ୍ଡ ଇୟର୍ ମାନେ +2 ସେକେଣ୍ଡ ଇୟର୍ଙ୍କର ଯେଉଁ ଆର୍ଟ୍ସ ବା ଯେଉଁ ରହିଛି କ'ଣ ନା ସାଂସ୍କ୍ରିଟ ରଖିଛନ୍ତି, ସେଇମାନଙ୍କ ପାଇଁ ଆମେ ଆଜି ନେଇ ଆସିଛୁ କ'ଣ ନା ଏଇ +2 କିଛି ସିଲେକ୍ସନ୍ କ୍ୱେଶ୍ଚନ୍। ଏଇ କ୍ୱେଶ୍ଚନ୍ ଗୁଡ଼ାକ ତୁମେ ଟିକେ ପ୍ରିପାରେସନ୍ ହୁଅ, ନିହାତି ତୁମକୁ ପରୀକ୍ଷାରେ ନିଶ୍ଚିତ ହେଲ୍ପ କରିବ। ସିଲେକ୍ସନ୍ କ୍ୱେଶ୍ଚନ୍ ଗୁଡ଼ାକ ଟିକେ ଭଲସେ ଦେଖିଥାଅ। ଆଉ କ୍ୱେଶ୍ଚନ୍ ଯିବା ଆଗରୁ ଯେମିତି ସବୁ ବୁକ୍କୁ ମାନେ ପ୍ରତ୍ୟେକ ବହିକୁ ମୁଁ ପ୍ରତି ୟୁନିଟ୍ ୱାଇଜ୍ ତୁମକୁ ଡିସ୍କସନ୍ କରେଇବି। ଏସବୁ ବର୍ତ୍ତମାନ ଯେଉଁ ଦେଉଛି ତୁମର କେବଳ ଲଙ୍ଗ୍ ଟାଇପ୍ କ୍ୱେଶ୍ଚନ୍, ତାକୁ ଟିକେ ଦେଖ, ତାପରେ ସବୁ ୟୁନିଟ୍ ୱାଇଜ୍ ମୁଁ ପଠାଇବି। ଠିକ୍ ଅଛି, ତେବେ ଚାଲ ଦେଖିବା ପ୍ରଥମ କ୍ୱେଶ୍ଚନ୍। ଦେଖ, ପ୍ରଥମ କ୍ୱେଶ୍ଚନ୍ ଦେଇଛି କ'ଣ, ବ୍ରହ୍ମଚାରୀ ମୁଖେ ଲାବଣକ ଗ୍ରାମ ଦହନସ୍ୟ ଦୃଶ୍ୟମ୍ ବର୍ଣ୍ଣୟତୁ। ପିଲା, ତୁମେ ଜାଣିଥିବ ଯେତେବେଳେ ଏଇ ଗପଟିକୁ ରଚୟିତା, ମୁଁ ତୁମକୁ ସାଧାରଣ ଭାବରେ କହୁଛି ଯେମିତି ତୁମର ପରୀକ୍ଷା ପାଇଁ ଯେମିତି ମନେ ରହିବ କ୍ୱେଶ୍ଚନ୍ ଗୁଡ଼ାକ, ସେଇଭଳି ମାତୃଭାଷା ସଦୃଶ କହୁଛି। ଜାଣିଛ ତୁମେ ଭାଷ ବିରଚିତ ଏହି ସ୍ୱପ୍ନବାସ ପ୍ରଦତ୍ତ ନାଟକଟି, এই ନାଟକଟି ପ୍ରଥମ ଅଙ୍କରୁ ଆସିଛି ଜାଣିଛ। ତ ଯେତେବେଳେ ଆଶ୍ରମ ମଧ୍ୟରେ ପ୍ରବେଶ କରିଛନ୍ତି ଜଣେ କିଏ ନା ବ୍ରହ୍ମଚାରୀ, ସେ ବତ୍ସ ଦେଶର ଲାବଣକ ଗ୍ରାମର ଅଗ୍ନିଦାହ ବର୍ଣ୍ଣନା ବିଷୟରେ ଆଲୋଚନା କରିଛନ୍ତି। ମନେ ରଖ, ବତ୍ସ ଦେଶର ଉଦୟନ ନାମରେ ଜଣେ ରାଜା କ'ଣ ଥିଲେ ନା ବାସ କରୁଥିଲେ। ତାଙ୍କର ଅବନ୍ତୀର ରାଜକନ୍ୟା ବାସୁଦତ୍ତା ନାମକ ପତ୍ନୀଙ୍କ ସହିତ ବିବାହ ହୋଇଥିଲା ଏବଂ ସେ ତାଙ୍କର ପ୍ରିୟତର ଥିଲେ। ଦିନେ କ'ଣ ହେଇଛି ନା ରାଜା ମୃଗୟାକୁ ଯାଇଥିବା ବେଳେ ସେ ଗ୍ରାମ ଦାହରେ ବାସବଦତ୍ତା କ'ଣ ହେଇଯାଇଥିଲେ ନା ଦଗ୍ଧ ହୋଇଯାଇଥିଲେ। ତାଙ୍କୁ ରକ୍ଷା କରିବାକୁ ଯାଇ ମହାମନ୍ତ୍ରୀ ମଧ୍ୟ ଯୁଗନ୍ଧରାୟଣ ସେହି ଅଗ୍ନିରେ ପଡ଼ିଯାଇଥିଲେ। ଯେତେବେଳେ ରାଜା ମୃଗୟା ଫେରି ଏ ଘଟଣା ଶୁଣି ସେ ଦୁହିଁଙ୍କ ବିୟୋଗରେ ଦୁଃଖିତ ହୋଇ ସେହି ଅଗ୍ନିରେ କ'ଣ କରିବାକୁ ଯାଉଥିଲେ ନା ଅଗ୍ନିରେ ଝାସ ଦେବାକୁ ଯାଉଥିଲେ। ମନେ ରଖିଥାଅ, ବହୁତ ସୁନ୍ଦର ଭାବରେ ତାକୁ ଲେଖିବ, କିଛି କଷ୍ଟ ନାହିଁ ହେଲା। କ'ଣ କଲେ ନା ଝାସ ଦେବାକୁ ଯାଉଥିଲେ। ସେହି ସମୟରେ ରୁମୁଣୁଆନଙ୍କ ଦ୍ୱାରା ତାଙ୍କୁ ବାରଣ କଲେ ଏବଂ ତାଙ୍କୁ ରକ୍ଷା କଲେ। ବାସବଦତ୍ତଙ୍କର ବସ୍ତ୍ର ତଥା ଅଳଙ୍କାର ମାନଙ୍କୁ ସେ କ'ଣ କରୁଥିଲେ, ନିଜ ଦେହରେ ଆଲିଙ୍ଗନ କରି ବାର ବାର ମୂର୍ଚ୍ଛିତ ହେଇଯାଉଥିଲେ ଏବଂ ଭୂଇଁରେ ପଡ଼ିଯାଇ ଧୂଳି ଧୂସରିତ ଦେହରେ ମାନେ ପୁରା ବିଳାପ କରି ଚାଲୁଥିଲେ। ହେ ମୋର ପ୍ରିୟ ବାସବଦତ୍ତେ, ହେ ମୋର ପ୍ରାଣପ୍ରିୟା ଅବନ୍ତୀ ସୁନ୍ଦରୀ, ହେ ମୋର ମନର ମାନସୀ ପ୍ରାଣର ପ୍ରିୟା, ଏହିଭଳି କ'ଣ କରୁଥିଲେ ବାର୍ତ୍ତାଳାପ ବା ବିଳାପ କରୁଥିଲେ। ନା କ'ଣ ଅଛି ନା କୌଣସି ଚକ୍ରବାକ ତାଙ୍କ ପରି ବିରହୀ ହିଁ ନାହିଁ। ଯେମିତି ଚକ୍ରବାକ ପକ୍ଷୀ ଜଣେ ଥିଲେ, ସେମିତି ସେ ଚକ୍ରବାକ ପକ୍ଷୀଠୁ ବି ସେ ବିରହୀ ନଥିଲେ। ଆଉ କ'ଣ ଥିଲେ ନା ସ୍ତ୍ରୀମାନଙ୍କର ବିରହିତ ଅନ୍ୟ କେହି ପୁରୁଷ ମଧ୍ୟ ତାଙ୍କ ପରି ବି ନାହାନ୍ତି। ଯେ ସ୍ତ୍ରୀଙ୍କୁ ଛାଡ଼ିକି ଅନ୍ୟ ପୁରୁଷ ଆଡ଼ଜଷ୍ଟ କରେ, କିନ୍ତୁ ସେ ଆଡ଼ଜଷ୍ଟ କରିପାରିନଥିଲେ, ଏତେ ତାଙ୍କୁ ଭଲ ପାଉଥିଲେ। ପ୍ରକୃତରେ ସେ ସ୍ତ୍ରୀ ଧନ୍ୟ, ଯାହାକୁ ସ୍ୱାମୀ ଏପରି ଆଦର କରେ ବା ଭଲ ପାଉଥିଲେ। ସେ ବାସବଦତ୍ତା ସ୍ୱାମୀଙ୍କର ସ୍ନେହ ହେତୁରୁ
ଦଗ୍ଧ ହୋଇ ବା ମୃତ ହୋଇ ଆଜି ବି ମଧ୍ୟ ଅମର ହୋଇଅଛନ୍ତି। ସତରେ ଲାବଣଙ୍କ ଗ୍ରାମଦାହ ବେଶ ବର୍ଣ୍ଣନୀୟ। ବାସ୍ ଏତିକି ହିଁ ଯଥେଷ୍ଟ। ଏତିକି ଲେଖ, ଆରାମସେ ତୁମକୁ 10 ମାର୍କ ଦେବେ।